ସୁସ୍ଥ ନିରୋଗ ରହିବା ପାଇଁ ଆମେ ଯୋଗ କରିବା। ଆଜି ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରୁଛି ସମସ୍ତେ ସୁସ୍ଥ ନିରାମୟ ଜୀବନଯାପନ ଅତିବାହିତ କରନ୍ତୁ। ଭଗବାନ ସମସ୍ତଙ୍କୁ ଖୁସିରେ ରଖନ୍ତୁ। ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଦ ଭକ୍ତ କବି ଜଗନ୍ନାଥ ଦାସଙ୍କ ବିରଚିତ ଶ୍ରୀମଦ୍ ଭାଗବତ ଏକାଦଶ ସ୍କନ୍ଦ। ଗୋବିନ୍ଦ 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 ପଦୁ ଗଳୁଛି ମକରନ୍ଦ, ସେ ମକରନ୍ଦ ପାନ କରି ହେଳେ ତରିଲେ ବ୍ରଜନାରୀ। ସେ ବ୍ରଜନାରୀଙ୍କ ପୟରେ ମନ ମୋ ଥାଉ ନିରନ୍ତରେ, ମୋ ମନ ନିରନ୍ତରେ ଥାଉ। হা কৃষ্ণ বলি জীব যাও, হা কৃষ্ণ বলি যাও জীব, মতে উদ্ধর রাধাধব। নমই নৃসিংহ চরণ অনাদি পরম কারণ। নমই নৃসিংহ চরণ অনাদি পরম কারণ। লীলা বিধৃতে কলেবর দেব মানবে অগোচর। মায়া সংসার যার লীলা, যা প্রজা নাম ভব জলে ভেলা। করুণা কটাক্ষ প্রকাশে ভকত জন দুঃখ নাশে। সে হরি চরিত প্রকাশে শ্রী ভাগবত একাদশে। এ ভাগবত ধর্ম কথা হেলে খণ্ডই ভব ব্যথা। নারদ বসুদেব বাণী নিমিরাজন নব মুনি। উদ্ধব নিস্তারণ বাণী যাহা কহিলে চক্রপাণী। সে কথা প্রকৃতে প্রকাশ আরম্ভে জগন্নাଥ দাস। ব্যাস নন্দন মুখু শুଣି ନିର୍ମଳ ଭାଗବତ ବାଣୀ। ସାଧୁ ସଙ୍ଗମ ସଙ୍ଗୀତ ସାଧୁ ସଙ୍ଗମ ସଙ୍ଗୀତରେ ସୁଖ ଚରଣ ଧରି କରେ। ଆନନ୍ଦେ କରି ଅଶ୍ରୁପାତ ବୋଇଲେ ଅଭିମନ୍ୟୁ ସୁତ। ବୋମନି ନମତ ତପୟରେ ମତେ ଉଦ୍ଧର ଏ ସଂସାରେ। କହ ଶ୍ରୀକୃଷ୍ଣ ଗୁଣମାନ ପୁଣି କି କଲେ ଭଗବାନ। ଶ୍ରୀ ଶୁକ ଉବାଚ କହନ୍ତି ବ୍ୟାସଙ୍କ ତନୁଜ ଶୁଣ ପରୀକ୍ଷ ମହାରାଜ। ଦେବଙ୍କ ବ୍ୟାକୁଳେ ମୁରାରୀ ଅଂଶେ ମନୁଷ୍ୟ ଦେହ ଧରି। ଦୁର୍ଜନ ଦୁଷ୍ଟଗଣ ମାରି ଅବନି ଭାରା ହେଳେ ଧରି। ଲାବଣ୍ୟ ରୂପେ জন ମୋହି ପ୍ରାଣୀ ନୟନେ ସୁଖ ଦେହି। ସେ ରୂପ କରି ଅନ୍ତର୍ଧ୍ୟାନ ହରିଲେ ପ୍ରାଣୀଙ୍କର ମନ। କୃଷ୍ଣ କମଳ ମୃଦୁବାଣୀ ଯେହୋବା କର୍ଣ୍ଣେ ଥିଲେ ଶୁଣି। ତେଣୁ ତାହାଙ୍କ ଚିତ୍ତେ ହରି ଅନ୍ତର ହୋଇଲେ ମୁରାରୀ। କୃଷ୍ଣର ପାଦ ପଦ୍ମ ଚିହ୍ନ ସୁନ୍ଦର ମନ୍ଥର ଗମନ। ଯେହୋବା ଦେଖିଥିଲେ ଜନ ସେ ପାଦ ପଦ୍ମେ ଦେଇ ମନ। ସେ ରୂପେ ତାଙ୍କ ମନ ହରି ନିଜ ଭୁବନେ ବିଜେ କରି। କୁରୁ ପାଣ୍ଡବ ମଧ୍ୟ ହରି ମାୟା କନ୍ଦଳେ ଭେଦ କରି। କପଟ ପାଶାବନ ବାସ ଆକର୍ଷି ଦ୍ରୌପଦୀର କେଶ। ଭୀମଙ୍କୁ ବିଷ ଲଡୁ ଦେଇ ଯତୁର ଘରେ ଅଗ୍ନି ଦାହି। ଏ ଆଦି ଯେତେ କଷ୍ଟ ମାନ ପାଣ୍ଡବେ ଦେଲା ଦୁର୍ଯ୍ୟୋଧନ। ସେ ଅପମାନେ ମାନ ବହି ସଙ୍ଗତେ ଘେନି ପାଞ୍ଚ ଭାଇ। ନିମିତ୍ତ କରି ତାଙ୍କୁ ହରି ଅନେକ ଅଖୋହିଣୀ ମାରି। ଭାରା ନିବାରି ଭଗବାନ ଅନ୍ତେ ଚଳିଲେ ନିଜ ସ୍ଥାନ। ପରୀକ୍ଷିତ ଉବାଚ ଅଖଣ୍ଡ ନିଜ ବଂଶ କୂପେ କିମ୍ପା ହରିଲେ ବ୍ରହ୍ମ ସାପେ।
ଯାହାର ମାୟା ଯୋଗ ବଳେ ଈଶ୍ୱର ଖେଳେ ମୋହି ତଳେ ସେ ବ୍ରହ୍ମ ସାପ ନର ହରି ହେଳେ ମାର ହେଳେ ପାରଇଆ ନ କରି ସର୍ବ ସମ୍ପଦ ନିଜ ପୁରୀ ମାୟାର ବଳେ ତା ସଂହାରି କଳି ଭିଆଇ ନିଜ ବଂଶେ ସଂହାରି ବିଶ୍ରାମିଲେ ଶେଷେ ଅନଳ ତନୁ ଜାତ ହୋଇ ଜେନେଲି ଭଇ ଭବ ଦହି ଯେ ଯଦୁବଂଶ ମହି ତଳେ କ୍ଷୟ ନୁହନ୍ତି ରିପୁ ବଳେ ସେବନ୍ତି ଗୁରୁ ବିପ୍ରପାଦେ ଭେଦ ନୁହନ୍ତି ବେଦ ବାଦେ କିମ୍ପା ଗୋବିନ୍ଦ ସଂହାରିଲେ ନିଜ ଭୁବନେ ବିଜେ କଲେ କୃଷ୍ଣର ଯଶ ଗୁଣ ଯେତେ ସଂସାରେ ଶୁଣି ଏକ ଚିତେ ପାପ ତରନ୍ତି ତମ ଘର ଏମନ୍ତ ମହିମା ଯାହାର ଭୂମନି କହତ ସମନେ ଏମନ୍ତେ ରାଜାର ବଚନେ ଶ୍ରୀକୃଷୁକବାଚ ବୋଲନ୍ତି ବ୍ୟାସଦେବ ସୁତ ଶୁଣ ହେ କୃଷ୍ଣର ଚରିତ ଜନମ ଅନମାୟା ଧର ପ୍ରକାଶୀ ମାୟା କଳେ ଭର ନାନା ବିଚିତ୍ର କର୍ମ କରି କନ୍ଦଳେ ନିଜ ବଂଶ ମାରି କାହାର ସାଧ୍ୟ ଏବେ ଭାର ଶୁଣ ସୁମନେ ନୃପବର କଳି କଳୁଷ ନିବାରଣ ସଂସାରେ ସ୍ଥାପି ଯଶ ଗୁଣ ଏବେ ଗୋବିନ୍ଦ କଲେ ଯେତେ କହିବା ଶୁଣ ଏକ ଚିତେ ଯାଦବ ବଳ ନାଶ ଅର୍ଥେ ଗୋବିନ୍ଦ ବିଚାରିଲେ ଚିତେ ବିପ୍ରେ ଯେ ଥିଲେ ନିଜ ଦେଶେ ଶ୍ରୀକୃଷ୍ଣ ଦର୍ଶନ ଲାଳସେ ବିଶ୍ୱାମିତ୍ରଙ୍କୁ ଆଗ କରି ଶ୍ରୀରାମ ଦାସ ଶ୍ରୀରାମ ଦେବ ବ୍ରହ୍ମଚାରୀ